ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁ କୃପା ଲାଭ କରି ସମସ୍ତେ ମଙ୍ଗଳ କୁଶଳରେ ଥିବ ବୋଲି ମୋର ଆଶା ଓ ବିଶ୍ୱାସ। ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଜି ତୁମମାନଙ୍କର ଶିକ୍ଷାର ଉନ୍ନତି ନିମନ୍ତେ ଅଷ୍ଟମ ଶ୍ରେଣୀର ଆଉ ଏକ ନୂତନ ଅଧ୍ୟାୟକୁ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବାକୁ ଯାଉଛି, ଯାହାର ନାମ ହେଉଛି ବିହଙ୍ଗ ବିପ୍ଳବ। ତେବେ ଉକ୍ତ ପ୍ରସଙ୍ଗକୁ ଆଲୋଚନା କରିବା ପୂର୍ବରୁ ସର୍ବପ୍ରଥମେ ଆମେ ଏହି ଗଳ୍ପର ଲେଖକ ବା ଗାଳ୍ପିକଙ୍କ ବିଷୟରେ ଜାଣିନେବା। ଯଦି ମୋ ଭିଡ଼ିଓଟି ଭଲ ଲାଗିବ ତେବେ ଲାଇକ୍ କରିଦେବ, ଅନ୍ୟ ସାଙ୍ଗସାଥିମାନଙ୍କୁ ସେୟାର କରିବା ସଙ୍ଗେ ସଙ୍ଗେ ନୂଆ ନୂଆ ପ୍ରସଙ୍ଗର ଭିଡ଼ିଓ ପାଇବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ତେବେ ଚାଲ ଆରମ୍ଭ କରିବା ଲେଖକଙ୍କ ପରିଚୟ। ଓଡ଼ିଆ କଥା ସାହିତ୍ୟରେ ମହାପାତ୍ର ନୀଳମଣି ସାହୁଙ୍କ ସୃଜନ ପରିଧି ବହୁ ବିଚିତ୍ର ଓ ବର୍ଣ୍ଣିଳ। କଥାଶିଳ୍ପୀଙ୍କ ଜନ୍ମ ହୁଏ 1926 ମସିହା ଡିସେମ୍ବର ମାସ 22 ତାରିଖରେ କଟକ ଜିଲ୍ଲାର ନିଆଳି ଗ୍ରାମରେ। ତାଙ୍କ ପିତାଙ୍କ ନାମ ମହାପାତ୍ର ବୀରବର ସାହୁ ଓ ମାତାଙ୍କ ନାମ ରାଧିକା ଦେବୀ। ଜୀବନର ବାସ୍ତବତାକୁ ଅବିକଳ ଭାବେ ତାଙ୍କ ଗଳ୍ପରେ ସ୍ଥାନିତ କରିଛନ୍ତି। ଏଥିସହିତ ଉତ୍କଳୀୟ ସଂସ୍କୃତିକୁ ଅନନ୍ୟ ରୂପ ରାଗରେ ଉପସ୍ଥାପନ କରିବାରେ ସେ ଯେତିକି ଧୁରନ୍ଧର ସେତିକି ବିଚକ୍ଷଣ ମଧ୍ୟ। ତାଙ୍କ ରଚନା ମଧ୍ୟରେ ମିଛ ବାଘ, ସୁମିତ୍ରା ରହସ୍ୟ, ବିଷ୍ଣୁମାୟା, ଅନ୍ଧ ରାତିର ସୂର୍ଯ୍ୟ, ଆକାଶ ପାତାଳ ଓ ଅଭିଶପ୍ତ ଗନ୍ଧର୍ବ ପ୍ରଭୃତି ଅନେକ ଗଳ୍ପ ପୁସ୍ତକ ରହିଛି। ଶ୍ରୀଯୁକ୍ତ ସାହୁ କେନ୍ଦ୍ର ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଏହି ବିହଙ୍ଗ ବିପ୍ଳବ ଗଳ୍ପଟି ସରକାରୀ ପୁସ୍ତକରେ ଆଗରୁ ପଠିତ ବିହଙ୍ଗ ବିପ୍ଳବ ଗଳ୍ପକୁ ଏଠାରେ ପ୍ରଦତ୍ତ କରାଯାଇଛି। ଏହି ଗଳ୍ପଟିରେ ଗାଳ୍ପିକ ପଶୁ ପକ୍ଷୀଙ୍କ ବକ୍ତବ୍ୟ ମାଧ୍ୟମରେ ବର୍ତ୍ତମାନ ସାମାଜିକ ଜୀବନର ବାସ୍ତବ ଚିତ୍ରକୁ ଉପସ୍ଥାପନ କରିଛନ୍ତି। ତାହେଲେ ପିଲାମାନେ ଆସ ବର୍ତ୍ତମାନ ଆମେ ବିହଙ୍ଗ ବିପ୍ଳବ ଗଳ୍ପଟିକୁ ଆଲୋଚନା କରିବା। ମନ ଦେଇକରି ଶୁଣିବା। ଥର ଥର କରି 3 ଥର ଆମ୍ବ ଗଛ ଡାଳରେ ବସା ବାନ୍ଧିଲାଣି ହଳଦୀ ବସନ୍ତ। ମାତ୍ର 3 ଥର ଯାକ ବୁଢ଼ା ମାଙ୍କଡ଼ ସେହି ଡାଳରେ ଡେଇଁ ତା ବସାକୁ ଭାଙ୍ଗି ଦେଇଛି। ଯେତେ କାକୁତି ମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା କଥା ଶୁଣିବାକୁ ନାହିଁ। ମା ହଳଦୀ ବସନ୍ତ କାକୁତି ମିନତି ହୋଇ ବୁଢ଼ା ମାଙ୍କଡ଼କୁ କହୁଛି, ଆରେ ହେ ବୁଢ଼ା ମାଙ୍କଡ଼, ତୁ କାହିଁକି ମୋ ବସାକୁ ଥର ଥର କରି 3 ଥର ଭାଙ୍ଗି ସାରିଲୁଣି? କ'ଣ ଲାଭ ପାଉଛୁ ତୁ? ମୁଁ ତୋତେ ନେହୁରା ହେଉଛି ରେ ବୁଢ଼ା ମାଙ୍କଡ଼, ତୁ ଆଉ ମୋ ବସାଟିକୁ ଭାଙ୍ଗି ଦେନା ରେ, ତୁ ଆଉ ଭାଙ୍ଗି ଦେନା। ଥର ଥର କରି ବାନ୍ଧିଲାଣି ବସା ମା ହଳଦୀ ବସନ୍ତ। ଥର ଥର କରି ବାନ୍ଧିଲାଣି ବସା ମା ହଳଦୀ ବସନ୍ତ। ବୁଢ଼ା ମାଙ୍କଡ଼ଟି ଭାଙ୍ଗି ତା ବସାକୁ କଲା ତାକୁ ହନ୍ତ ସନ୍ତ। ଥର ଥର କରି ବାନ୍ଧିଲାଣି ବସା ମା ହଳଦୀ ବସନ୍ତ। ମା ହଳଦୀ ବସନ୍ତ ଚିନ୍ତାରେ ଭାଙ୍ଗି ପଡ଼ି କହୁଛି, ବସନ୍ତ ଋତୁ ବା ଆଉ କେତେଦିନ ରହିବ? ସାହାଡ଼ା ଗଛମାନଙ୍କରେ ଫୁଲ କଷି ଧରିଲାଣି, ଆଉ ଅଳ୍ପ ଦିନ ପରେ ଫଳଗୁଡ଼ିକ ପାଚି ହଳଦୀ ଗୁରୁ ଗୁରୁ ଦେଖାଯିବ। ବୁଦାମାନଙ୍କରେ ଶଗଡ଼ ବାଟୁଆ କଳି ସବୁ ପାଚି ଲାଲ ଟହ ଟହ ଦେଖାଯିବ। ସେତେବେଳକୁ ଯଦି ମୋ ଛୁଆ ହୋଇଯାଇଥିବେ, ତେବେ ସିନା ସେମାନଙ୍କ କୁନି କୁନି ଥଣ୍ଟରେ ଏହିସବୁ ମିଠା ପାଚିଲା କୋଳି ଖୁଆଇ ଦେଇପାରିବି। ଆଉ ସେତକ ଖାଇଲା ପରେ ମୋ ଛୁଆମାନେ ଚଞ୍ଚଳ ଚଞ୍ଚଳ ବଢ଼ିଯିବେ। ହେଲେ ଏ ପର ଘର ଭଙ୍ଗା ବୁଢ଼ା ମାଙ୍କଡ଼ ତ ମୋଡ଼ରୁ ମୋ ବସାକୁ ରଖେଇ ଦଉନି। ବସା ଥିଲେ ସିନା ଯାଇ ଅଣ୍ଡା ଦେବି। ହେ ଭଗବାନ, ମୁଁ ବସା ତିଆରି କରିବି କେବେ? ଅଣ୍ଡା ଦେବି କେବେ? ଆଉ ମୋ କୁନି କୁନି ଛୁଆମାନେ ଫୁଟିବେ କେବେ? ପୁଣି ମା ହଳଦୀ ବସନ୍ତଙ୍କ ଭାଷାରେ, ଚିନ୍ତାରେ ପଡ଼ିଲା ମା ହଳଦୀ ବସନ୍ତ, ଛୁଆ ବା କିପରି ହେବେ? ଚିନ୍ତାରେ ପଡ଼ିଲା ମା ହଳଦୀ ବସନ୍ତ, ଛୁଆ ବା କିପରି ହେବେ? ସମୟ ଯାଉଛି ପାଚିଲା କୋଳିର ଆହାର ଦେବି ମୁଁ କେବେ? ଚିନ୍ତାରେ ପଡ଼ିଲା
ମା ହଳଦୀ ବସନ୍ତ ଛୁଆ ବା କିପରି ହେବେ। କୁଡ଼ୁରୁ କୁଡ଼ୁ କୁଡ଼ୁରୁ କୁଡ଼ୁ। ପୁରୁଷ ହଳଦୀ ବସନ୍ତଟି କୁଆଡ଼ୁ ବୁଲି ବୁଲି ଆସି ମା ହଳଦୀ ବସନ୍ତ ପାଖେ ବସିଲା। ତାର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ। ଆସିଲା ପୁରୁଷ ହଳଦୀ ବସନ୍ତ ଚାରିଆଡ଼େ ବୁଲି ବୁଲି, ଆରେ ଭାଇ ଚାରିଆଡ଼େ ବୁଲି ବୁଲି। ସୁନା ଦେହଟି ତା ମଳିନ ପଡ଼ିଛି, ଅସରାଏ ଚେନ୍ତା ଖାଲି। ତାପରେ ପୁରୁଷ ହଳଦୀ ବସନ୍ତ ମା ହଳଦୀ ବସନ୍ତକୁ କହିଲା, ବୁଝିଲ, ଆଖପାଖରେ ଆଉ କୋଉ ଗଛ ଖାଲି ନାହିଁ। ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସା ବାନ୍ଧି ଅଣ୍ଡା ଦେଇ ସାରିଲେଣି। କେତେକ ଅଣ୍ଡା ଉଷୁମାଉଛନ୍ତି, ଆଉ କେତେକଙ୍କର ଛୁଆ ଫୁଟିଲେଣି। ଆମେ ଏବେ କ'ଣ କରିବା? ଶୁଣ ଆଗ ମା ହଳଦୀ ବସନ୍ତ, ଖାଲି ଗଛ ମୋଟେ ନାହିଁ। ଶୁଣ ଆଗ ମା ହଳଦୀ ବସନ୍ତ, ଖାଲି ଗଛ ମୋଟେ ନାହିଁ। ଅଣ୍ଡା ଉଷୁମାଇ ଛୁଆକୁ ଫୁଟାଇ, ଖୁସିରେ ଅନ୍ୟ ଚଢ଼େଇ। ଶୁଣ ଆଗ ମା ହଳଦୀ ବସନ୍ତ, ଖାଲି ଗଛ ମୋଟେ ନାହିଁ। ପୁରୁଷ ହଳଦୀ ବସନ୍ତଙ୍କ ଠାରୁ ଏ ପ୍ରକାର କଥା ଶୁଣି ସାରିବା ପରେ ମା ହଳଦୀ ବସନ୍ତ ଦୁଃଖରେ କାନ୍ଦି ପକାଇଲା। ଆଉ କାନ୍ଦି କାନ୍ଦି କହିଲା, ମୁଁ ଆଉ କ'ଣ କରିବି କହିଲ? ମୁଁ ତ ନିରୁପାୟ। ହେଲେ ସେ ନିଆଁ ଘିଡ଼ା ବୁଢ଼ା ମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ନାହାନ୍ତି? ତାକୁ ଏସବୁ କାମ କରିବାକୁ କ'ଣ କେହି ଅଟକାଇ ପାରୁନାହାନ୍ତି? ଦୁଃଖରେ ହଳଦୀ ବସନ୍ତ କାନ୍ଦିଲା, କାନ୍ଦି କାନ୍ଦି କହିଦେଲା। ଦୁଃଖରେ ହଳଦୀ ବସନ୍ତ କହିଲା, କାନ୍ଦି କାନ୍ଦି କହିଦେଲା। ବୁଢ଼ା ମାଙ୍କଡ଼କୁ ଜବତ ପାଇଁକି କେହି ନାହିଁ ଏଠି ଭଲା। ଦୁଃଖରେ ହଳଦୀ ବସନ୍ତ କାନ୍ଦିଲା, କାନ୍ଦି କାନ୍ଦି କହିଦେଲା। ଠିକ୍ ସେତିକିବେଳେ ସେମାନଙ୍କର ବନ୍ଧୁ ଡାମରା କୁଆ କା 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 ଶବ୍ଦ କରି ହଠାତ୍ ଆସି ପହଞ୍ଚିଗଲା। ତାପରେ ପୁରୁଷ ହଳଦୀ ବସନ୍ତ ତାର ଦୁଃଖର କାହାଣୀ ସବୁ କଥା ଗୁଡ଼ାକ ତାକୁ ଶୁଣେଇଲା। ସବୁ ଶୁଣି ସାରିଲା ପରେ କାଉ କହିଲା, ଆରେ ତୁମେମାନେ ବଡ଼ ଭୀରୁ, ବଡ଼ କାପୁରୁଷ ତୁମେମାନେ। ସାମାନ୍ୟ ବୁଢ଼ା ମାଙ୍କଡ଼ଟାକୁ ତୁମେ ଜବତ କରିପାରୁନାହଁ। ଆମେ କାଉମାନେ କାହାରି ଅତ୍ୟାଚାର ସହିପାରୁନାହୁଁ। ଆମ ପ୍ରତି କିଏ ଖରାପ ବ୍ୟବହାର ଦେଖେଇଲେ ଆମେ ତାକୁ ଥଣ୍ଟରେ ଖୁମ୍ପି ଆଉ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦେଇଥାଉ। ତାପରେ ସର୍ବସାଧାରଣ ରାସ୍ତା ଉପରେ ସମସ୍ତେ ମିଶି ବଡ଼ ପାଟିରେ ତାକୁ ଗାଡ଼ି ଦେଇଥାଉ। ତାର ଇଜ୍ଜତ ମହତ ସବୁ ସାରି ଦେଇଥାଉ। ସେଇଥିପାଇଁ ତ ବୁଢ଼ା ମାଙ୍କଡ଼ ଆମ ବସାର ଛାଇ ମଧ୍ୟ ମାଡ଼େ ନାହିଁ। ଆମେ କୁଆ ଜାତି ଭୟାଳୁ ତ ନହୁଁ, ଅତ୍ୟାଚାର ସହୁନାହୁଁ। ଆମେ କୁଆ ଜାତି ଭୟାଳୁ ତ ନହୁଁ, ଅତ୍ୟାଚାର ସହୁନାହୁଁ। ଥଣ୍ଟରେ ଖୁମ୍ପିଣ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦେଉଁ। ଗାଡ଼ି କରୁ ତାକୁ ରାସ୍ତାର ଉପରେ, ଇଜ୍ଜତ ନିଲାମ କରୁ। ଗାଡ଼ି କରୁ ତାକୁ ରାସ୍ତାର ଉପରେ, ଇଜ୍ଜତ ନିଲାମ କରୁ। ବୁଢ଼ା ମାଙ୍କଡ଼ ତ ବସା ମାଡ଼େ ନାହିଁ, ମହତଟି ତାର ସାରୁ। ବନ୍ଧୁ ଡାମରା କୁଆଠାରୁ ଏ କଥା ଶୁଣି ସାରିଲା ପରେ ପୁରୁଷ ହଳଦୀ ବସନ୍ତ କହିଲା, କ'ଣ ଆଉ କରିବୁ ବନ୍ଧୁ, ତୁମେ କହ। ତାକୁ ଯେତେ ହାତ ଯୋଡ଼ି କାକୁତି ମିନତି ହୋଇ କହିଲେ ମଧ୍ୟ, ଯେତେ ନେହୁରା ହୋଇ କହିଲେ ମଧ୍ୟ ସେ ବୁଢ଼ା ମାଙ୍କଡ଼ ଆମ କଥା ଜମା ଶୁଣୁନାହିଁ। ତା ଛଡ଼ା ଆମେ ତ ହେଲୁ ନିରୀହ ଗାୟକ ଜାତି। ବସନ୍ତ ଋତୁ ଆସିଲେ ଗୀତ ଗାଇବା ହେଉଛି ଆମର କାମ। ଆମେ ତ ଆଉ ତୁମ ପରି ଲଢ଼ୁଆ ଜାତି ନୋହୁଁ। ତୁମ ପରି ଲଢ଼ୁଆ ଜାତି ମୁଁ ନୁହେଁ ଭାଇ। ଗାୟକ ଜାତିର ମୁଁ ବୁଲେ ଗୀତ ଗାଇ ଗାଇ। ଗାୟକ ଜାତିର ମୁଁ ବୁଲେ ଗୀତ ଗାଇ ଗାଇ। ଏହି ସମୟରେ ଆକାଶ ମାର୍ଗରୁ ଶୁଭିଲା
ଚିରିଂ ଚିରିଂ ଚିରିଂ। କାଉ ତାର ଡୋଳା ଦୁଇଟାକୁ ବୁଲାଇ ଉପରକୁ ଥଣ୍ଟ ଟେକି କହିଲା, ଓ ଗଙ୍ଗେଇ ମହାରାଜ, ଆସିବା ହଉ ଆସିବା ହଉ। ତାପରେ ଗଙ୍ଗେଇ ମହାରାଜ ତଳକୁ ଓହ୍ଲାଇ ଆସି କାଉ ପାଖରେ ବସି ପଡ଼ିଲା। ତାପରେ କାଉ ତାକୁ ପଚାରିଲା, ଗଙ୍ଗେଇ ମହାରାଜ, ଆଉ ସବୁ ଖବର କ'ଣ? ଆଜିକାଲି ତ ତୁମମାନଙ୍କର କଚେ ବାର, ଭଲ ସମୟ। ଗାଡ଼ିଆ ପୋଖରୀ ତ ଶୁଖି ଆସିଲାଣି। ଖାଇବାକୁ ମାଛ ଦୁଇଟା ଭଲ ମିଳୁଥିବ ନିଶ୍ଚୟ। ଏଇ କଥା ଶୁଣି ସାରିଲା ପରେ ଗଙ୍ଗେଇ ମହାରାଜ କାଉକୁ କହିଲା, ନାଇଁ ହୋ, ମଣିଷମାନଙ୍କର ପେଟକୁ ତ ସବୁବେଳେ ନିଅଣ୍ଟ ହେଉଛି। ଆମେ ବା ପାଇବୁ କୋଉଠୁ? ତା ଛଡ଼ା ଆଜିକାଲି ଗାଡ଼ିଆ ପୋଖରୀରେ କୁଜି ଗେଣ୍ଡାଟାଏ ବି ମିଳିବା କଷ୍ଟକର। ଆଚ୍ଛା ହଳଦୀ ବସନ୍ତ ଭାଇ, ଆଉ ସବୁ ଖବର କ'ଣ? ବର୍ତ୍ତମାନ ତ ଚାରିଆଡ଼େ ଏତେ ସୁନ୍ଦର ଫୁଲ ଫୁଟିଛି, ଏତେ ପ୍ରକାରର କୋଳି ମିଳୁଛି, ଏତେ ସୁନ୍ଦର ପବନ ବି ବହୁଛି, ତା ଛଡ଼ା ପାଗ ବି ପୁରା ଅନୁକୂଳ ଅଛି। ତେଣୁ ତୁମେ ତୁମର ସେଇ ସୁମଧୁର ସ୍ୱରରେ ଗୋଟିଏ ସୁନ୍ଦର ଗୀତଟିଏ ଗାଆନ୍ତ ନାହିଁ? ଆରେ ଗାଅ ନା, ତୁମର ସେଇ କୁଡ଼ୁରୁ କୁଡ଼ୁ ସ୍ୱରରେ ଅନେକ ଦିନ ହେଇଗଲା ତୁମର ସେଇ ସୁମଧୁର କଣ୍ଠରୁ ଭଲ ଗୀତଟିଏ ଶୁଣିବାକୁ ପାଇନି। ଆରେ ଗାଅ ନା। ଗାଓ ହଳଦୀ ବସନ୍ତ, ଗାଓ ଗୀତଟିଏ। ଗାଓ ହଳଦୀ ବସନ୍ତ, ଗାଓ ଗୀତଟିଏ। ଶୁଣି ନାହିଁ ବହୁ ଦିନୁ, ଗାଓ ପଦୁଟିଏ। ଗାଓ ହଳଦୀ ବସନ୍ତ, ଗାଓ ଗୀତଟିଏ। ବିଚରା ହଳଦୀ ବସନ୍ତ ତାର ଦୁଃଖ ଦୁର୍ଦ୍ଦଶା ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କ ପ୍ରତି ବୁଢ଼ା ମାଙ୍କଡ଼ କିପରି ଅନ୍ୟାୟ ଅତ୍ୟାଚାର କରିଛି ସେ କଥାଗୁଡ଼ିକ ଗୋଟି ଗୋଟି କରି ବର୍ଣ୍ଣନା କରି ସାରିବା ପରେ କାଉ କହିଲା, ଶୁଣିଲ ତ ଗଙ୍ଗେଇ ମହାରାଜ, ଏବେ ତୁମେ କୁହ, ଏହାର ଉପାୟ କ'ଣ ଅଛି? କେମିତି ସେ ବୁଢ଼ା ମାଙ୍କଡ଼ର ଦାଉରୁ ଏ ହଳଦୀ ବସନ୍ତ ଭାଇକୁ ରକ୍ଷା କରାଯାଇପାରିବ? ତା ଛଡ଼ା ତୁମେ ତ ଜାଣିଛ, ହଳଦୀ ବସନ୍ତ, ଶାରୀ, କୋଇଲି ଏ ସମସ୍ତେ ହେଉଛନ୍ତି ଆମ ଭିତରେ ଶିଳ୍ପୀ। ଏଇମାନଙ୍କ ଯୋଗୁଁ ଆଜି ପକ୍ଷୀ ଜାତିର ସଭ୍ୟତା ସଂସ୍କୃତି ବଞ୍ଚି ରହିଛି। ଯଦି ଏଇ ଦୁଃଖଦ ସମୟରେ ଏମାନଙ୍କୁ ସାହାଯ୍ୟ କରିପାରିବା ନାହିଁ, ତାହେଲେ ଜାଣ ଆମ ଜୀବନ ବୃଥା। ଧିକ୍ ଆମ ଜୀବନକୁ। ସଂସ୍କାର ଅଛି, ସଂସ୍କୃତି ଅଛି, ଆଜି ଏ ପକ୍ଷୀ ଜାତିର। ସଂସ୍କାର ଅଛି, ସଂସ୍କୃତି ଅଛି, ଆଜି ଏ ପକ୍ଷୀ ଜାତିର। ଉପାୟ କୁହ କରିବା ସାହାଯ୍ୟ ଏ ଦୁହିଁଙ୍କ ଜୀବନର, ହେ ଗଙ୍ଗେଇ, ଏ ଦୁହିଁଙ୍କ ଜୀବନର। ଠିକ୍ ଏଇ ମୁହୂର୍ତ୍ତରେ ଏମାନଙ୍କର ଆଖି ପଡ଼ିଗଲା ବଗ ଉପରେ, ଯିଏକି ସେମାନଙ୍କଠାରୁ ଅଳ୍ପ ଦୂରରେ ଗୋଟାଏ ଥୁଣ୍ଟା ଗଛ ଡାଳରେ ନିଜର ଦୁଇପଟ ଡେଣାକୁ ମେଲାଇ ଗୁମ୍ ମାରି ଅର୍ଥାତ୍ ଚୁପଚାପ ବସିଛି। ଏ କଥା କେହି ଜାଣନ୍ତି ନାହିଁ। ବଗର ସ୍ୱଭାବ ଧୀର ସ୍ଥିର ହୋଇ ରହିବା, ଗମ୍ଭୀର ହୋଇ ରହିବା। ସେ କାହା ସହିତ ବେଶୀ କଥାବାର୍ତ୍ତା କରେ ନାହିଁ କି କାହା ସହିତ ମିଳାମିଶା ମଧ୍ୟ କରେ ନାହିଁ। ସେ ସବୁବେଳେ ନିଜକୁ ବଡ଼ ଧାର୍ମିକ ବ୍ୟକ୍ତି ବୋଲି ଭାବି ସବୁବେଳେ ସବୁ ସ୍ଥାନକୁ ବୁଲେ। କିନ୍ତୁ ଶୁଆ ଠିକ୍ ଜାଣିଛି ବଗର ସ୍ୱଭାବ କିପରି। ତେଣୁ ଶୁଆ କହିଲା, ଠକ ଯେ ଅଟଇ ବଗ, ଆରେ ଭାଇ ଅଟଇ ଯେ ସ୍ୱାର୍ଥପର। ଛକି ବସି କରି ମାଛକୁ ଯେ ଖାଏ, ଏ କଥାଟି ଯେ ସତ୍ୟର। ତେଣୁ ଶୁଆ କହିଲା, ବଗ ହେଉଛି ମସ୍ତ ବଡ଼ ଠକ, ସେ ଗୋଟିଏ ସ୍ୱାର୍ଥପର। ଆରେ ପାଣିକୁଆ ସିନା ପାଣିରେ ବୁଡ଼ି ବୁଡ଼ି ମାଛ ଖାଏ, ବଗ ପରା ଧ୍ୟାନ କଲା ଭଳି ଛକି ରହି ମାଛ କେତେବେଳେ ମୁଣ୍ଡ ଟେକୁଛି ତାକୁ ଅନେଇ ଥାଏ। ମାଛ ତାର ମୁଣ୍ଡ ଟେକିଲା ମାତ୍ରକେ ବଗ ତାକୁ ଖପ୍ କିନା ପାଟିରେ ଧରି ଗିଳି ପକାଏ। ତେଣୁ ଇଏ କି ଧାର୍ମିକ ବ୍ୟକ୍ତି? ଏଇ କଥା ଶୁଣି ସାରିଲା ପରେ ଶାରୀପକ୍ଷୀ ଆଉ ସମ୍ଭାଳି ହୋଇ ରହିପାରିଲା ନାହିଁ। ତେଣୁ ସେ ମଧ୍ୟ ବଗ ବିଷୟରେ କହିଲା, ଆରେ ଭାଇମାନେ, ବଗର ଗୁଣ କ'ଣ ସେତିକି? ବଗ ଟିକିଏ ଗୋରା ବୋଲି ପରା ତା ମନରେ କେଡ଼େ ଗର୍ବ। କଳା ରଙ୍ଗର ଚଢ଼େଇ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ପରା ସିଏ ଘୃଣା କରେ। ଯେମିତି କାଉ ହେଉଛି କଳା, ତେଣୁ ତାକୁ ସେ ପାଖକୁ ପୁରାଏ ନାହିଁ। ତା ମନରେ ଭାରି ଘୃଣା। ତା ଛଡ଼ା କୋଇଲି, ଯିଏକି ପକ୍ଷୀ ଜଗତର ଶ୍ରେଷ୍ଠ ସ୍ୱରଶିଳ୍ପୀ, ହେଲେ କ'ଣ ହେଲା, ତା ରଙ୍ଗ ପରା କଳା, ତେଣୁ କୋଇଲିକୁ ବି ଖାତିର କରେ ନାହିଁ।
ଏଇ ବଗ ମନରେ କଳାଗରା ଭେଦଭାବ ଖୁବ୍ ବେଶୀ। କାଉ ଏଡ଼େ ପାଟିରେ କଥା କହୁଥିବା ଶୁଣି ବଗ ଆଉ ସହି ପାରିଲା ନାହିଁ। ସେ ଉଦ୍ଧତ କଣ୍ଠରେ ବିଦ୍ରୂପ କରି କହିଲା, ଅର୍ଥାତ୍ ତାଚ୍ଛଲ୍ୟ କରି କହିଲା, କକ୍ 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 କକ୍। ଆରେ ହେ ମୂର୍ଖ କଳା କାଉ, ବେଶୀ ଗୁଡ଼ାଏ ରାଉ ରାଉ ହୁଅ ନାହିଁ। ଶିଳ୍ପୀମାନଙ୍କ ପାଇଁ ତୋର ହୃଦୟ କେବେଠାରୁ ଏତେ ବ୍ୟାକୁଳିତ ହେଲା? ଏଇ ହଳଦୀ ବସନ୍ତ, କୋଇଲି ଆଦି ଶିଳ୍ପୀମାନଙ୍କ ପାଇଁ ମୋର ତିଳାର୍ଦ୍ଧ ହେଲା ଦୟା ନାହିଁ। ଏମାନେ ହେଲେ ବିଦେଶୀ। ବର୍ଷଯାକ ଏମାନେ କୋଉଠି ଥାଆନ୍ତି? ଏମାନେ ଜନ୍ମଭୂମିର ଖରା ସହିବେ ନାହିଁ, ବର୍ଷା ସହିବେ ନାହିଁ, ଶୀତ ସହିବେ ନାହିଁ। ଏଇ ବସନ୍ତ ଋତୁ ଆସିଲେ ଦଳ ଦଳ ହୋଇ ଆସି ନାନା ଢଙ୍ଗ ଦେଖାଇ ଆମ ଆହାର ଉପରେ ଭାଗ ବସେଇବେ। ଏମାନଙ୍କର ଭଲା ଜନ୍ମଭୂମି ପ୍ରତି ମମତା ଅଛି? ପୁଣି ବଗ କହିଲା, ନାହିଁ ମୋର ଦୟା, ନାହିଁ ମୋର ମାୟା, ଏମାନେ ସବୁ ବିଦେଶୀ। ଆରେ ଭାଇ, ଏମାନେ ସବୁ ବିଦେଶୀ। ଋତୁ ବଦଳିଲେ ଭାରତ ଭୂମିରେ, ଋତୁ ବଦଳିଲେ ଭାରତ ଭୂମିରେ, ଉଭା ହେବେ ଏଠି ଆସି। ଆରେ ଭାଇ, ଉଭା ହେବେ ଏଠି ଆସି। ବଗର ଏହି ପ୍ରକାରର ଅପବାଦର କଥା ଶୁଣି ହଳଦୀ ବସନ୍ତ ମନରେ ଭାରି ଦୁଃଖ ହେଲା। ତା ଛଡ଼ା ଟିକେ ରାଗି ମଧ୍ୟ ଗଲା। ତଥାପି ଯେତେବେଳେ ସେ କହୁଥାଏ କଥାଟିଏ, ସେତେବେଳେ ଅତି ସ୍ୱଭାବ ସୁଲଭ ମଧୁର କଣ୍ଠରେ ସେ କହିଲା, କୁଳୁରୁ କୁଳୁ କୁଳୁରୁ କୁଳୁ। ଆରେ ଦେଖ ଭାଇ ବଗ, ଆମେ ହେଲୁ ଶିଳ୍ପୀ। ସମଗ୍ର ବସୁଧା ଆମର ଜନ୍ମଭୂମି। ଆମେ କାହାକୁ ପର ବୋଲି ଭାବୁନାହୁଁ, ସମସ୍ତେ ଆମ ନିଜର। ପୁଣି ବଗ କହିଲା, ଜନନୀ ଜନ୍ମଭୂମି, ବସୁଧା ଅଟେ ଆମର। ଜନନୀ ଜନ୍ମଭୂମି, ବସୁଧା ଅଟେ ଆମର। ଭାବେ ନା ପର କେବେ କାହାକୁ, ସଭିଏ ଆମ ନିଜର। ଜନନୀ ଜନ୍ମଭୂମି, ବସୁଧା ଅଟେ ଆମର। ଜନନୀ ଜନ୍ମଭୂମି, ବସୁଧା ଅଟେ ଆମର। ପୁରୁଷ ହଳଦୀ ବସନ୍ତ ସିନା ମଧୁର ଗଳାରେ ବଗକୁ ବୁଝାଇ କହିଲା, କିନ୍ତୁ କାଉକୁ ଏତେ କଅଁଳେଇ କରି କଥାବାର୍ତ୍ତା କରି ଆସେନା। ସେ କର୍କଶ ଭାବରେ ବଗକୁ ଭର୍ତ୍ସନା କରି କହିଲା, ଅତି ସ୍ୱାର୍ଥପର ଅସାମାଜିକ ଯେ ଅଟ ତୁମେ ଅହଙ୍କାରୀ। ଆରେ ଭାଇ, ଅଟ ତୁମେ ଅହଙ୍କାରୀ। ବିପଦ ବେଳରେ ପାଖ ପଡ଼ିଶାଙ୍କୁ ସାହାଯ୍ୟ ନ କରିପାରି, ଗୋରା ଦେହ ବୋଲି ଗର୍ବ କରୁଅଛ, ଭାବ ଅଛି ଅସହିଷ୍ଣୁତା। ଆରେ ଭାଇ, ଭାବ ଅଛି ଅସହିଷ୍ଣୁତା। ଯାଠାରେ ରହିଛି ଏପରି ଭାବନା, ଅଟେ ଯେ କ୍ଷୁଦ୍ର ମନ୍ୟତା। ତୁମେ ଅତି ସ୍ୱାର୍ଥପର, ତୁମେ ଅସାମାଜିକ, ଆଉ ତୁମେ ବଡ଼ ଅହଙ୍କାରୀ ମଧ୍ୟ। ବିପଦ ସମୟରେ ଯିଏ ସାଇ ପଡ଼ିଶାଙ୍କୁ ସାହାଯ୍ୟ ନ କରେ, ଏଭଳି ଅସହିଷ୍ଣୁତା ଭାବ ଦେଖାଏ, ତାକୁ କ୍ଷୁଦ୍ରମନା ବୋଲି କୁହାଯାଏ। ତେଣୁ ତୁମେ ହେଉଛ ଗୋଟିଏ କ୍ଷୁଦ୍ରମନା ବ୍ୟକ୍ତି। କାଉର କଥାକୁ ସବୁ ଚଢ଼େଇମାନେ ଶୁଣି ସାରିଲା ପରେ ସମସ୍ତେ ତାକୁ ସମର୍ଥନ ଜଣାଇ ଏକାଥରକେ ବୋବେଇ ଉଠିଲେ, କା କା କା, ଚିରିଂ ଚିରିଂ ଚିରିଂ, କୁଳୁରୁ କୁଳୁ କୁଳୁରୁ କୁଳୁ। ସମ୍ମିଳିତ ଅର୍ଥାତ୍ ସମସ୍ତେ ମିଳିତ ହୋଇ ବଗର ସ୍ୱଭାବକୁ ନିନ୍ଦା କରିବାକୁ ଲାଗିଲେ। ବିଚରା ବଗ କେତେ ଆଉ ଅପମାନ ସହିଥାନ୍ତା। ତେଣୁ ସେ ଅନ୍ୟ ଉପାୟ ନ ପାଇ ଅପମାନରେ ନିଜକୁ ଲଜ୍ଜାବୋଧ କରି ସେଠାରୁ ଉଡ଼ି ଚାଲିଗଲା। ଠିକ୍ ଏତିକିବେଳେ କୁଆଡ଼ୁ ବୁଲି ବୁଲି ଆସି କଜଳପାତି ସେଇଠି ପହଞ୍ଚିଗଲା। ପୁଣି ତାକୁ ଦେଖି ସବୁ ଚଢ଼େଇମାନେ ସ୍ୱାଗତ ଜଣାଇବା ନିମନ୍ତେ ଖୁବ୍ ଜୋରରେ ବୋବେଇ ଉଠିଲେ। କଜଳପାତି ପକ୍ଷୀ ସମାଜରେ ମଧ୍ୟସ୍ଥିତା କାମ କରେ। ଭଲ ଲକି କରି, ଭଲ ବିଚାର କରି ପକ୍ଷୀମାନଙ୍କର କଳିକଜିଆକୁ ମେଣ୍ଟେଇ ଦିଏ। ଯଦି କୌଣସି କଳି ଭଲରେ ନ ମେଣ୍ଟିଲା, ତାହେଲେ ନିଜର ଶକ୍ତି ଖଟେଇବାକୁ ମଧ୍ୟ ଭୁଲେ ନାହିଁ। ତାର ଟାଣୁଆ ମୁନିଆ ଥଣ୍ଟରେ ସେ ଛେଳି, ମେଣ୍ଢା, ଗୋରୁ ଗାଈଙ୍କ ପିଠିକୁ ମଧ୍ୟ ହାଣି ଖଣ୍ଡିଆ ଖାବରା କରିଦିଏ। ଆଉ ସେଇଥିପାଇଁ ସବୁ ପକ୍ଷୀମାନେ ତାକୁ ଶ୍ରଦ୍ଧା କରନ୍ତି, କିନ୍ତୁ ଟିକେ ଭୟ ମଧ୍ୟ କରିଥାନ୍ତି। ଚ୍ୟାଂ ଚ୍ୟାଂ ଚ୍ୟାଂ, ଚ୍ୟାଂ ଚ୍ୟାଂ ଚ୍ୟାଂ। କଜଳପାତି କହିଲା, କଥା କ'ଣ? କଥା କ'ଣ? ସମସ୍ତେ ତ ଖୁସି ଦେଖାଯାଉଛ,
ହେଲେ ହଳଦୀ ବସନ୍ତ ଦୁହିଁଙ୍କର ମୁହଁ ଏମିତି ଶୁଖିଯାଇଛି କାହିଁକି? କ'ଣ ହେଇଛି? ତାପରେ ଡାମରା କାଉ ହଳଦୀ ବସନ୍ତଙ୍କର ସମସ୍ତ ଦୁରାବସ୍ଥା, ସମସ୍ତ ଦୁଃଖ କଥା ଗୁଡ଼ିକ ଗୋଟି ଗୋଟି କରି ବୁଝାଇ କହିଦେଲା। କଜଳପାତି ସବୁ କଥା ଶୁଣି ସାରିଲା ପରେ କହିଲା, ଦେଖ ବନ୍ଧୁଗଣ, ମୁଁ ଆସିଯାଇଛି ମାନେ ତୁମେମାନେ ଏଥିପ୍ରତି ଆଉ ଚିନ୍ତା କର ନାହିଁ। ମୁଁ କହୁଛି ଖୁବ୍ ଶୀଘ୍ର ମା ହଳଦୀ ବସନ୍ତ ଅଣ୍ଡା ଦେବା ଆରମ୍ଭ କରିବ। ମାତ୍ର ବୁଢ଼ା ମାଙ୍କଡ଼ ଯେ ତିନି ଥର ସେମାନଙ୍କ ବସାକୁ ଭାଙ୍ଗି ଦେଇଛି, ତାର ଦାଉ ବଡ଼ ଅସହ୍ୟ ହେଲାଣି। ଦୁଃଖ କର ନାହିଁ ହଳଦୀ ବସନ୍ତ, ଅଣ୍ଡା ତୁମେ ନିଶ୍ଚୟ ଦେବ। କଜଳପାତି ଯେ ଆସିଅଛି ଏବେ, ନିଶ୍ଚୟ ସମାଧାନ ହେବ। ଏହାପରେ ବିଚରା ହଳଦୀ ବସନ୍ତର ଦୁଃଖରେ ସମଦୁଃଖୀ ହୋଇ ତାକୁ ଟିକେ ସାହାଯ୍ୟ କରିବା ପାଇଁ କଜଳପାତି ବୁଢ଼ା ମାଙ୍କଡ଼ ପାଖକୁ ଗଲା ଆଉ ବୋବେଇଲା, ଚ୍ୟାଂ ଚ୍ୟାଂ ଚ୍ୟାଂ। ଏହି ଚ୍ୟାଂ ଚ୍ୟାଂ ଶବ୍ଦରେ ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା। ସେ ତାର ଦୁଇ ଗାଲକୁ କେତେଥର କୁଣ୍ଡାଇ ସାରି ବିରକ୍ତରେ ନାଲି ଆଖି ଦେଖାଇ ପଚାରିଲା, ଖ ଖା ଖେଁ, ଖ ଖା ଖେଁ। କିଏ କିଏରେ ତୁ? ଏତେ ଜୋରରେ ପାଟି କ'ଣ କରୁଛୁ? ଚ୍ୟାଂ ଚ୍ୟାଂ? କ'ଣ ମୋତେ ତୁ ଚିହ୍ନି ପାରୁନୁ? ମୁଁ ହେଉଛି କଜଳପାତି। ଆରେ ବିଚରା ହଳଦୀ ବସନ୍ତର ବସା ଭାଙ୍ଗିବା କ'ଣ ତୁମର ଉଚିତ ହେଉଛି? କାହିଁକି ତାର ବସାକୁ ବାରମ୍ବାର ଭାଙ୍ଗି ଚାଲିଛୁ? ଏଇ କଥା ଶୁଣି ବୁଢ଼ା ମାଙ୍କଡ଼ କହିଲା, ଖ ଖା ଖେ, ଖ ଖା ଖେ। ମୁଁ ହେଉଛି ବୁଢ଼ା ମାଙ୍କଡ଼ ଜାତି। କୌଣସି ଉଚିତ ଅନୁଚିତ କଥା ମୁଁ ବୁଝେ ନାହିଁ। ଗଛ ଡାଳରେ ଡେଇଁ ବୁଲିବା ମୋର ଅଭ୍ୟାସ। ତା ମଧ୍ୟରେ କାହା ଘର ଭାଙ୍ଗିଲା କି କାହା ବସା ଭାଙ୍ଗିଲା, ଏଥିରେ ମୋର ଯାଏ ଆସେ ନାହିଁ। କାରଣ ଆମେ ହେଉଛୁ ବଡ଼ଶାଳୀ। ଆମର ଯାହା ଇଚ୍ଛା ଆମେ ତାହା କରିବୁ। ତୁମେ କ'ଣ ଜାଣିନା, ଜୋର ଯାର ମୂଲକ ତାର। ପୁଣି ମାଙ୍କଡ଼ କହିଲା, ଉଚିତ ଅନୁଚିତ ବୁଝେ ନା ମୁଁ କିଛି, ଡାଳେ ଡେଇଁବା ମୋ ଅଭ୍ୟାସ। ଉଚିତ ଅନୁଚିତ ବୁଝେ ନା ମୁଁ କିଛି, ଡାଳେ ଡେଇଁବା ମୋ ଅଭ୍ୟାସ। ବଡ଼ଶାଳୀ ଆମେ ସ୍ୱଇଚ୍ଛାରେ କରୁ, ବଡ଼ଶାଳୀ ଆମେ ସ୍ୱଇଚ୍ଛାରେ କରୁ, ଗଛ ଡାଳେ ବସବାସ। ଏତେ କଥା ଶୁଣି ସାରିଲା ପରେ ମଧ୍ୟ କଜଳପାତି ତାଙ୍କୁ ବାରମ୍ବାର ବହୁ ପ୍ରକାର କଥା କହି ବୁଝାଇଲା। ମାତ୍ର ଗଉଆ ମାଙ୍କଡ଼ କଜଳପାତିର କଥାକୁ ଜମା ବୁଝିପାରିଲା ନାହିଁ। କଜଳପାତିର ସବୁ କଥାଗୁଡ଼ାକ ଏ କାନରେ ଶୁଣି ସେ କାନରେ ବାହାର କରିଦେଲା। ଶେଷରେ ସେଥିରୁ ନିରସ୍ତ ହୋଇ କଜଳପାତି ଶେଷ କଥାଟି ଶୁଣାଇଦେଲା ଓ କହିଲା, ମୁଁ ତୁମକୁ ଏତେ କରି ବୁଝାଇଲି, ମୋ କଥା ଜମା ବୁଝିଲ ନାହିଁ। ତେବେ ବର୍ତ୍ତମାନ ବାଧ୍ୟ ହୋଇ ରାଜାଙ୍କ ପାଖକୁ ଯାଇ ତୁମ ନାଁରେ ଫେରାଦ ଅର୍ଥାତ୍ ଅଭିଯୋଗ କରିବି। ରାଜାଙ୍କ ପାଖରେ ଅଭିଯୋଗ କରିବା କଥା ଶୁଣି ସାରିଲା ପରେ ମଧ୍ୟ ଭୟଭୀତ ନ ହୋଇ ତାଚ୍ଛଲ୍ୟ କରି କହିଲା ବୁଢ଼ା ମାଙ୍କଡ଼, ଖ କା ଖେଁ, ଖ ଖା ଖେଁ। ଯା 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 ଯା, ମୋ ନାଁରେ ରାଜାଙ୍କ ପାଖରେ ଫେରାଦ କରିବୁ, ଯା। ମୁଁ ତୁମ ରାଜାଙ୍କୁ ଡରିଛି ନା କେସ୍ ମକଦ୍ଦମାକୁ ଫରୁଆ କରିଛି, ଯା ଯା। ସତକୁ ସତ କଜଳପାତି ରାଜାଙ୍କ ପାଖକୁ ଯାଇ ବୁଢ଼ା ମାଙ୍କଡ଼ ନାଁରେ ଫେରାଦ କଲା। ତାହେଲେ ପିଲାମାନେ, ଏଇ ଗଳ୍ପଟିରେ ପରବର୍ତ୍ତୀ କାହାଣୀର କେଉଁ ମୋଡ଼ ନେଉଛି, ଆସ ତାହେଲେ ଶୁଣିବା। ରାଜାଙ୍କ ଦରବାର। ବିରାଧି ବୀରବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ କଣ୍ଟକଜିହ୍ୱ ଭଲ୍ଲୁକ ମହାରାଜ ସିଂହାସନ ଉପରେ ଉପବେଶନ କରିଛନ୍ତି। ପାଖରେ ଆଉ ଗୋଟିଏ ଆସନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଶ୍ରୀଯୁକ୍ତ ହୀନବୁଦ୍ଧି ଜମ୍ବୁକ ପ୍ରବର। ସେନାପତି ଶ୍ରୀଯୁକ୍ତ ତୀକ୍ଷ୍ଣଦନ୍ତ ବୃକ ଚତୁର୍ଦିଗକୁ ଆରକ୍ତ ଅନୟନରେ ଦୃଷ୍ଟି ନିକ୍ଷେପ କରି ଦରବାରରେ ଖଡ୍ଗ ହସ୍ତେ ଦୃପ୍ତ ଭଙ୍ଗରେ ଦଣ୍ଡାୟମାନ। ପାରିଷଦମାନଙ୍କ ମଧ୍ୟରେ ଅରଣ୍ୟର ପଶୁ ଜଗତରେ କୋକି, କଟାସ, ଗୁଣ୍ଡୁଚିମୂଷା, କୁଟ୍ରା, ହରିଣ ଓ ଝିଙ୍କ ଆଦି, ସରୀସୃପ ଜଗତର ଅହିରାଜ ଓ ଗଧି ଆଦି ଏବଂ ପକ୍ଷୀ ଜଗତର ଶୁଆ, କାକତୁଆ, ପାରା, ପେଚା ଓ ବୁଲବୁଲ ଆଦି ସ୍ୱ ସ୍ୱ ଆସନ ଅଳଙ୍କୃତ କରି ରାଜାଙ୍କ ମୁହଁକୁ ଚାହିଁ ବସିଛନ୍ତି। ସେ ବଣର ସିଂହ, ବାଘ ଓ ହାତୀ ନଥିବାରୁ ସମସ୍ତେ ମିଳିମିଶି ଭାଲୁକୁ ରାଜା କରିଛନ୍ତି। ସମସ୍ତଙ୍କର ସମର୍ଥନ ପାଇ ଭାଲୁ ମଧ୍ୟ ନିରଙ୍କୁଶ ଭାବେ ଶାସନ କାର୍ଯ୍ୟ ଚଳାଉଛି।
ଆଜି ଦରବାରରେ ଚାଲିଛି ମାଙ୍କଡ଼ ବିରୋଧରେ ମକଦ୍ଦମା। ତେଣୁ ସମସ୍ତେ ଉଦ୍ଗ୍ରୀବ ହୋଇ ରାଜାଙ୍କ ରାୟ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି। ହଳଦୀ ବସନ୍ତ ପକ୍ଷରେ ସାକ୍ଷ୍ୟ ଦେଉଛନ୍ତି ଗଙ୍ଗେଇ, କୋଇଲି, କଜଳପାତି ଓ କପୋତ। ବୁଢ଼ା ମାଙ୍କଡ଼ ପକ୍ଷରେ ସାକ୍ଷୀ ଦେବାକୁ ଆସିଛନ୍ତି ପାତି ମାଙ୍କଡ଼ ଓ ଶାଳିଆ ପତନି। ହଳଦୀ ବସନ୍ତ ପାଇଁ କାଉ ଓକିଲାତି କରି ପ୍ରମାଣ କରିଦେଲା ଯେ ମାଙ୍କଡ଼ ଦୋଷୀ। ରାଜା କାଉର ଯୁକ୍ତିକୁ ହୃଦୟଙ୍ଗମ କରି ରାୟ ଦେଲେ ଏବଂ କହିଲେ, ହେ ଦୁଷ୍ଟ ମାଙ୍କଡ଼ ବାର ବାର ତୋହି ଭାଙ୍ଗୁଛୁ ବସା ତାଙ୍କର। ହେ ଦୁଷ୍ଟ ମାଙ୍କଡ଼ ବାର ବାର ତୋହି ଭାଙ୍ଗୁଛୁ ବସା ତାଙ୍କର। ସାକ୍ଷୀ ମୁହେଁ ଯେବେ ପ୍ରମାଣ ପାଇଲି, ସାକ୍ଷୀ ମୁହେଁ ଯେବେ ପ୍ରମାଣ ପାଇଲି, ଦଣ୍ଡ ପାଇବ ଏଥର। ଆରେ ହେ ଦୁଷ୍ଟ ମାଙ୍କଡ଼, ବିନା ଦୋଷରେ ବାରମ୍ବାର ହଳଦୀ ବସନ୍ତଙ୍କର ବସା ଭାଙ୍ଗିଥିବାରୁ ତୁମେ ଦୋଷୀ ସାବ୍ୟସ୍ତ ହେଉଛ। ତେଣୁ ତୁମକୁ କଠିନରୁ କଠିନ ଶାସ୍ତି ଦିଆଯିବ। ବୁଢ଼ା ମାଙ୍କଡ଼କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ କଠିନରୁ କଠିନ ଶାସ୍ତି ଦିଆଯିବ। ଏଇ କଥା ଶୁଣିସାରିଲା ପରେ ଚଢ଼େଇମାନଙ୍କର ଖୁସି କହିଲେ ନ ସରେ। ରାଜାଙ୍କର ରାୟ ଶୁଣି ସାରିବା ପରେ ଚଢ଼େଇମାନେ ଆନନ୍ଦରେ ବୋବେଇ ଉଠିଲେ। ଠିକ୍ ସେହି ସମୟରେ ବୁଢ଼ା ମାଙ୍କଡ଼ ଦୁଇ ଗୋଡ଼ରେ ଠିଆ ହୋଇ ଦୁଇ ହାତ ଯୋଡ଼ି ମହାରାଜ ଭଲ୍ଲୁକଙ୍କୁ କହିଲା, ହେ ଧର୍ମାବତାର ଆଦେଶ ମାନେ ତୁମର, ହେଲେ ଆଗ ପଛ ଚାହିଁ କରନ୍ତୁ ବିଚାର। କେବଳ ଆଗକୁ ଚାହିଁ କରିଲେ ବିଚାର, ବିଚାର ହେବ ମଣିମା ଏକ ତରଫାର। ହେ ଧର୍ମାବତାର, ହେ ମଣିମା, ଆପଣଙ୍କର ଆଦେଶକୁ ମୁଁ ଗ୍ରହଣ କରି ନେଉଛି। ହେଲେ ମଣିମା, ଆପଣ ତ କେବଳ ଆଗକୁ ଚାହିଁ ବିଚାର କରୁଛନ୍ତି। ବର୍ତ୍ତମାନ ଟିକିଏ ପଛକୁ ଚାହିଁ ବିଚାର କରନ୍ତୁ ନା। କାରଣ ବିଚାର ଆଗ ପଛ ଚାହିଁ ନ କଲେ ସେ ବିଚାରଟା ଯେ ଏକତରଫା ହୋଇଯିବାର ଆଶଙ୍କା ରହିଛି। ମାଙ୍କଡ଼ର ଏତାଦୃଶ କଥା ଶୁଣି ଭଲ୍ଲୁକ ମହାରାଜ ଟିକେ ପଛକୁ ଚାହିଁ ଦେଖିଲେ। କ'ଣ ଦେଖିଲେ ପିଲାମାନେ? ସିଂହାସନର ପଛପଟେ ଗୋଟିଏ ବିଶାଳ ପାଚିଲା ପଣସ ଥୁଆ ହୋଇଛି। ତାକୁ ଦେଖିଲା ପରେ ରାଜାଙ୍କର ମନ ବଦଳିଗଲା। ସେ ପଣସ ଉପରେ ତାଙ୍କର ମନ ଭରି ହୋଇଗଲା। ତେଣୁ ମହାରାଜ ଭଲ୍ଲୁକ ସଙ୍ଗେ ସଙ୍ଗେ ବିଚାର ବଦଳାଇ ଦେଇ ପୁଣି ଥରେ ରାୟ ଦେଲେ ଆଉ କହିଲେ, ଆରେ ହେ ଅହଙ୍କାରୀ ହଳଦୀ ବସନ୍ତ, ମାଙ୍କଡ଼ର କିଛି ଦୋଷ ନାହିଁ। କାରଣ ତାର ସ୍ୱଭାବ ହେଲା ଏ ଗଛ ଡାଳରୁ ସେ ଗଛ ଡାଳକୁ ଡେଇଁବା। ସେ ଜାଗାରେ ତୁମେ କାହିଁକି ବସା ବାନ୍ଧୁଛ? ତୁମେ କ'ଣ ଅଲଗା ଗଛ ପାଇପାରିଲ ନାହିଁ? ନା, ପ୍ରକୃତରେ ଦୋଷ ତୁମର, ଦୋଷୀ ହେଉଛ ତୁମେ। ତେଣୁ ତୁମେ ହିଁ ଦଣ୍ଡ ପାଇବ। ଏ କଥା ଶୁଣି ସାରିଲା ପରେ କାଉ ବିଚଳିତ ହୋଇ କହିଲା, କା କା କା, ନା 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 ମହାରାଜ ନା, ଏଥିରେ ହଳଦୀ ବସନ୍ତଙ୍କର କିଛି ବି ଦୋଷ ନାହିଁ। କ'ଣ ଦୋଷ ଅଛି ତାଙ୍କର? ସେଇଠୁ ଭଲ୍ଲୁକ ମହାରାଜ କହିଲେ, ଆରେ ନିର୍ବୋଧ କାଉ, ମାଙ୍କଡ଼ ହେଉଛି ବଡ଼ବାନ ଜୀବ, ପୁଣି ସେ ଶାଖା ମୃଗ ଅଟେ। ତାର ପ୍ରକୃତି ହେଉଛି ଗଛ ଡାଳ ମାନଙ୍କରେ ଡେଇଁବା। ତାପରେ କାଉ କହିଲା, ଆପଣଙ୍କ କଥାକୁ ମୁଁ ମାନୁଛି ମହାରାଜ, ହେଲେ ଗଛ ଡାଳରେ ଡେଇଁବ। ହେଲେ ଡେଇଁ ଡେଇଁ ସେ ହଳଦୀ ବସନ୍ତର ବସାକୁ ଭାଙ୍ଗିବ କାହିଁକି? ତାପରେ ରାଜା କହିଲେ, ଆଚ୍ଛା ଡାମରା କାଉ, ତୁମେ ତାହେଲେ ମୋ ସହିତ ଯୁକ୍ତି ବାଢ଼ୁଛ। ତେବେ ତୁମେ କହିଲ, ମାଙ୍କଡ଼ ଯେଉଁ ଡାଳରେ ଡେଇଁବ ତା ପୂର୍ବରୁ ହଳଦୀ ବସନ୍ତ କାହିଁକି ସେଠି ବସା ବାନ୍ଧିବ? କୁହ, ବସା ବାନ୍ଧିବ କାହିଁକି? ତେଣୁ ମୁଁ ରାୟ ଦେଉଛି, ପ୍ରକୃତରେ ହଳଦୀ ବସନ୍ତ ହିଁ ଦୋଷୀ। ତାକୁ ବର୍ତ୍ତମାନ ଜେଲ୍ ଓ ଜରିମାନା ଉଭୟ ଦଣ୍ଡ ତାକୁ ଦିଆଯିବ। ଯେତେବେଳେ ମହାରାଜ ତାଙ୍କର ରାୟ ବଦଳ କରି ହଳଦୀ ବସନ୍ତକୁ ଦୋଷୀ ସାବ୍ୟସ୍ତ କଲେ, ସେତେବେଳେ ମାଙ୍କଡ଼ର ଆନନ୍ଦ କହିଲେ ନ ସରେ। ସେ ସଙ୍ଗେ ସଙ୍ଗେ ମହା ଆନନ୍ଦରେ ମହାରାଜଙ୍କୁ ସଲାମ ଠୁଙ୍କି ମନ ଖୁସିରେ ଡେଇଁ ଡେଇଁ ଦରବାର ତ୍ୟାଗ କଲେ। ଏ ପ୍ରକାର ରାୟ ଶୁଣି ବିଚରା ଚଢ଼େଇମାନେ ନିରାଶ ହୋଇ ନିରୁପାୟ ଭାବରେ ଦଡ଼ବାନ୍ଧି ନୀରବରେ ଫେରିଗଲେ। ହଠାତ୍ ରାଜାଙ୍କର ରାୟ କିପରି ବଦଳିଗଲା, ଏ କଥାକୁ ବୁଦ୍ଧିମାନ କାଉ ମଧ୍ୟ ବୁଝିପାରିଲା ନାହିଁ। ତେବେ ପିଲାମାନେ କହିଲ ଦେଖି, ରାଜା ନିଜର ରାୟ ବଦଳାଇବାର କାରଣ କ'ଣ ହେଇପାରେ? ତାର ଉତ୍ତର ହେଉଛି, ମାଙ୍କଡ଼ ତାକୁ ଲାଞ୍ଚ ଆକାରରେ ଗୋଟିଏ ବଡ଼ ପାଚିଲା ପଣସ ଦେଇଥିଲା। ସେଇ ଲୋଭରେ ତାଙ୍କର ରାୟ ବଦଳାଇ ଦେଇଥିଲେ। ପୁଣି ଜାଣିଛ ପିଲାମାନେ,
ବର୍ତ୍ତମାନ ଆମ ସମାଜରେ ମଧ୍ୟ ଏ ପ୍ରକାର ଲାଞ୍ଚ କାରବାର ପ୍ରତ୍ୟେକ କାର୍ଯ୍ୟରେ ଦେଖାଯାଉଛି। ବାସ୍ତବିକ ଗାଳ୍ପିକ ମହାପାତ୍ର ନୀଳମଣି ସାହୁ ଆମ ସମାଜର ବାସ୍ତବ ଚିତ୍ରକୁ ଏଠି ପଶୁପକ୍ଷୀଙ୍କ ମାଧ୍ୟମରେ ଉପସ୍ଥାପନ କରିଛନ୍ତି। ତାପରେ ଏହି କାହାଣୀରେ ଆଗକୁ କ'ଣ ଅଛି ଶୁଣିବା। ସବୁ ଚଢ଼େଇ ଦଳ ଅଳ୍ପ ଦୂର ବାଟ ଯାଇଛନ୍ତି କି ନାହିଁ, ପଛକୁ ଅନାଇ କଜଳପାତି ଦେଖିଲା। କ'ଣ ଦେଖିଲା? ନା ଘର ଚଟିଆ ତାର ଟିକି ଟିକି ଡେଣା ଦୁଇଟି ହଲାଇ ତୀର ବେଗରେ ତାଙ୍କ ପଛେ ପଛେ ଉଡ଼ି ଆସୁଛି। ଏହାର କାରଣ କ'ଣ ଜାଣିବା ପାଇଁ ସେ ଅନ୍ୟ ଚଢ଼େଇମାନଙ୍କୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲା। ନିର୍ଦ୍ଦେଶ ପାଇ ସମସ୍ତେ ଅଟକି ଗଲେ। ଶେଷରେ ଘର ଚଟିଆ ଅଣନିଶ୍ୱାସୀ ହୋଇ ପହଞ୍ଚିଗଲା। ସେ ଧଇଁ ସଇଁ ହୋଇ ସମସ୍ତଙ୍କୁ କହିଲା, ବସାଟି କରିଛି ମୁଁ ସିଂହାସନ ପଛରେ, ନୀତି ରହିଥାଏ ପରା ଯେ କାନ୍ଥ କୁରାରେ। ଆଜ ମୁଁ ଦେଖିଲି ଯାହା କରୁଛି ବର୍ଣ୍ଣନ, ସିଂହାସନ ପଛେ ଥିଲା ପଣସଟି ଜାଣ। ସେ ପଣସ ଦେଇଥିଲା ଲାଞ୍ଚ ଯେ ମାଙ୍କଡ଼, ତେଣୁ ବଦଳି ଗଲା ଯେ ତାଙ୍କ ରାୟ ମୋଡ଼। ଲାଞ୍ଚ ପାଇ ରାଜା କଲେ ଏପରି ବିଚାର, ଏବେ କ'ଣ କରିବା ଯେ ଦିଅ ହେ ଉତ୍ତର। ଚିରିଂ ଚିରିଂ ଚିରିଂ। ଶୁଣ ଭାଇମାନେ ଶୁଣ, ମୁଁ ରାଜାଙ୍କର ସିଂହାସନ ପଛ କାନ୍ଥ କୁରାରେ ବସାଟିଏ କରିଥାଏ। ଆଜି ମୁଁ ନିଜ ଆଖିରେ ଦେଖିଛି। ସେ ବୁଢ଼ା ମାଙ୍କଡ଼ ବହୁ ଆଗରୁ ମନ୍ତ୍ରୀଙ୍କୁ ହାତ କରି ସିଂହାସନ ପଛପଟେ ଗୋଟିଏ ବଡ଼ ପାଚିଲା ପଣସ ଲାଞ୍ଚ ସ୍ୱରୂପ ରଖିଦେଇଥିଲା। ସେହି ପାଚିଲା ପଣସକୁ ଲାଞ୍ଚ ରୂପେ ପାଇ ଆମ ଭଲ୍ଲୁକ ମହାରାଜା ଏପରି ବିଚାରଟିକୁ ବଦଳାଇ ଦେଲେ। ଏହି ସତ କଥା କାଉ ଶୁଣି ସାରିଲା ପରେ ବଡ଼ ଉତ୍ତ୍ୟକ୍ତ ହୋଇଗଲା। ସେ କା 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 ରଡ଼ି କରି ଚଉଦିଗ କମ୍ପାଇ ଦେଲା। ତାର ରଡ଼ି ଶୁଣି ଯିଏ ଯୁଆଡ଼େ ଥିଲେ ଶହ ଶହ କାଉ, କଜଳପାତି, ଚିଲ ଓ ଶାଗୁଣା ଆଦି ଉଡ଼ିଆସି ଜମା ହୋଇଗଲେ। ତାପରେ ସମସ୍ତେ ସ୍ଥିର ମନରେ ଏକାଠି ବସି ସ୍ଥିର କଲେ ଯେ ସେମାନେ ବର୍ତ୍ତମାନ କ'ଣ କରିବେ। ତାପରେ ସମସ୍ତେ ମିଶି ନିଷ୍ପତ୍ତି ନେଲେ ଯେ ଏଭଳି ଲାଞ୍ଚୁଆ ରାଜା ଓ ମନ୍ତ୍ରୀକୁ ସମସ୍ତେ ମିଶି ଏକାଥରକେ ଆକ୍ରମଣ କରିବେ ଓ ଭଲ୍ଲୁକକୁ ସିଂହାସନରୁ ତଡ଼ିଦେବେ। ବାସ୍, ଯାହା ଘଟିବାର ଥିଲା ତାହା ହିଁ ଘଟିଲା। ତାପରେ ସମସ୍ତ ଚଢ଼େଇ ମିଳିତ ହୋଇ ରାଜାଙ୍କ ଆଡ଼କୁ ଅଗ୍ରସର ହେଲେ। ସମସ୍ତଙ୍କର ଆଗରେ ଥାଏ ଶଙ୍ଖଚିଲ, ଆଉ ସେ ଶଙ୍ଖ ଫୁଙ୍କୁଥାଏ, କେଁ ଏଇଁ ଏଁ, କେଁ ଏଇଁ ଏଁ। ତା ପଛକୁ ଥିଲେ ଡାମରା କୁଆ ଏବଂ ତାର ଶହ ଶହ କୁଆ ବାହିନୀ ଦଳ। ତା ପଛକୁ ଶହ ଶହ କଜଳପାତି ଓ ତା ପଛକୁ ଶହ ଶହ ଅନ୍ୟାନ୍ୟ ପକ୍ଷୀ ଦଳ। ସମସ୍ତେ ଏକା ସାଙ୍ଗରେ ରାଜାଙ୍କର ନଅର ଭିତରକୁ ପଶିଗଲେ। ସେମାନେ ଦେଖିଲେ ସେଠାରେ ଭଲ୍ଲୁକ ମହାରାଜ ଶୃଗାଳ ମନ୍ତ୍ରୀଙ୍କ ସହିତ ଏକତ୍ର ବସି ସେହି ପାଚିଲା ପଣସକୁ ମହା ଆନନ୍ଦରେ ଖାଇବାରେ ଲାଗିଛନ୍ତି। ଆଉ ଗୁଣ୍ଡୁଚି ମୂଷା ପଣସରୁ ମଞ୍ଜି ବାହାର କରି ଖସାଟି ଶୃଗାଳ ମନ୍ତ୍ରୀଙ୍କୁ ବଢ଼ାଇ ଦେଉଛି। ଆଉ ସ୍ୱୟଂ ବୁଢ଼ା ମାଙ୍କଡ଼ ଗୋଟି ଗୋଟି କରି ପଣସ ଖସା ବଢ଼ାଇ ଦେଉଛି ଭଲ୍ଲୁକ ମହାରାଜାଙ୍କ ପାଟି ଭିତରକୁ। ଯେତେବେଳେ ପକ୍ଷୀମାନେ ନିଜ ଆଖିରେ ଏ ଦୃଶ୍ୟ ଦେଖିଲେ ସମସ୍ତେ ଆହୁରି ରାଗିଗଲେ। ରାଗରେ ରକ୍ତ ଚାଉଳ ଚୋବାଇଲେ। ତାପରେ ଏକା ସାଙ୍ଗରେ ସମସ୍ତେ ମିଶି ମହାକୋଳାହଳ କରି ଲାଞ୍ଚଖିଆ ରାଜା, ମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଖୁମ୍ପିବାକୁ ଲାଗିଲେ। କୁଆମାନଙ୍କର ଶକ୍ତ ଥଣ୍ଟର ଆଘାତରେ ବୁଢ଼ା ମାଙ୍କଡ଼ ଖଣ୍ଡିଆ ଖାବରା ହୋଇଗଲା। ଶୃଗାଳ ଏଠି ସେଠି ଯେତେ ଲୁଚିଲେ ମଧ୍ୟ ଚିଲମାନଙ୍କର ଆକ୍ରମଣରୁ ରକ୍ଷା ପାଇପାରିଲା ନାହିଁ। ଶେଷରେ କଜଳପାତି ଭାଗରେ ପଡ଼ିଲା ଭଲ୍ଲୁକ ମହାରାଜ। ଶକ୍ତ ଥଣ୍ଟରେ ଖୁମ୍ପି ଖୁମ୍ପି ତାର ଦେହର ଲୋମଗୁଡ଼ିକ ଅଳ୍ପ ସମୟ ମଧ୍ୟରେ ଲୋମଶୂନ୍ୟ କରିଦେଲା। ବିଚରା ଭଲ୍ଲୁକର ଶରୀର ଥୁଣ୍ଟା ହୋଇଗଲା। ପିଲାମାନେ, କେମିତି ଲାଗିଲା ଆଜିର ଏ ଗଳ୍ପ ମୋତେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୋ ତରଫରୁ ତୁମମାନଙ୍କୁ ଅନେକ ଅନେକ ଧନ୍ୟବାଦ। ପରବର୍ତ୍ତୀ ଭିଡ଼ିଓରେ ଏହାର ପ୍ରଶ୍ନ ଉତ୍ତର ପାଇବ। ଆଜି ପାଇଁ ରହୁଛି। ଜୟ ହିନ୍ଦ, ଜୟ ଭାରତ, ଜୟ ଶିକ୍ଷା।